ଜୟ ଜଗନ୍ନାଥ ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ଡିସ୍କସ୍ କରିବା ଯେ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନୂଆ ବର୍ଷ ଭେଟି ଦେଇଛନ୍ତି ଏବଂ ସେ ଗୋଟେ ନୂଆ ଯୋଜନା ଆରମ୍ଭ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା। ଏହି ଯୋଜନାରେ କେଉଁମାନେ ଉପକୃତ ହୋଇପାରିବେ ଏବଂ ଏହି ଯୋଜନା ମାଧ୍ୟମରେ କେତେ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ ଏବଂ କେଉଁ କେଉଁ ସେକ୍ଟରରେ। ଏବଂ ଦେଖିବେ ଯଦି ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ ତ ଆପଣମାନେ ଜାଣିପାରିବେ ଯେ PM ଜନମନ ଯୋଜନାରେ କ'ଣ ରହିଛି ଲାଭ ଏବଂ କେଉଁମାନେ ଏଥିରେ ଉପକୃତ ହେବେ। ଯଦି ଭିଡ଼ିଓଟିକୁ ଭଲ ଲାଗିବ ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ। ଯଦି ଚ୍ୟାନେଲକୁ ପ୍ରଥମ ଥର ଆସୁଛନ୍ତି ତାହେଲେ ସବସ୍କ୍ରାଇବ୍ ନିହାତି କରିବେ। ତେଣୁ ଏହିପରି ଆମେ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଆମେ ଦେଖିବା ଯେ PM ଜନମନ ଯୋଜନାରେ କ'ଣ ରହିଛି ଲାଭ। বা PM জনমন যোজনা অর্থাৎ ଦେଖିବେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଏଠି ପନ୍ଦର କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏଥିରେ କ'ଣ ରହିଛି ଏବଂ କେଉଁ କେଉଁ ସେକ୍ଟରରେ ଏଠି ଦେଖିବେ ନା ଏମ୍ପାୱାର ଟ୍ରାଇବାଲ୍ ଏଠି ଟ୍ରାଇବାଲ୍ ପିପଲମାନଙ୍କର ପାଇଁ ଉନ୍ନତି ପାଇଁ କେନ୍ଦ୍ର ସରକାର କେଉଁ କେଉଁ ସେକ୍ଟରରେ କେତେ ଟଙ୍କା ଖର୍ଚ୍ଚ କରିବେ ଚାଲନ୍ତୁ ଆମେ ସମ୍ପୂର୍ଣ୍ଣ ରୂପେ ଦେଖିବା। ଏଥି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ପ୍ରାୟ 100 ଡିଷ୍ଟ୍ରିକ୍ଟରେ 18ଟି ଷ୍ଟେଟ୍ ଆଣ୍ଡ 100 ଡିଷ୍ଟ୍ରିକ୍ଟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଆପ୍ରୋକ୍ସିମେଟଲି 500 ବ୍ଲକରେ। ଏବଂ ଏହି ଯୋଜନା ମାଧ୍ୟମରେ କ'ଣ କ'ଣ ନା ଦେଖନ୍ତୁ ଏଠି ଦେଖିବା ଯେଉଁ କ୍ୟାମ୍ପେନିଂ ପ୍ରୋଗ୍ରାମ୍ ଷ୍ଟାର୍ଟ ହେବ ଏଠି ଟ୍ରାଇବାଲ୍ କମ୍ୟୁନିଟିମାନଙ୍କ ପାଇଁ ଉନ୍ନତିକରଣ ଏବଂ ଏଇମାନଙ୍କ ପାଇଁ ବା ଡୁରିଂ ଦ କମ୍ପାନୀ ଏହି ସମୟରେ ଆପଣ ଆଧାର କାର୍ଡ଼ ହେଉ କମ୍ୟୁନିଟି ସାର୍ଟିଫିକେଟ୍ ହେଉ ଏବଂ ଜନଧନ ଆକାଉଣ୍ଟ ହେଉ বা କିଷାନ ବିକାଶ ବା କିଷାନ ସମ୍ମାନ ନିଧି ବା କିଷାନ କ୍ରେଡ଼ିଟ୍ କାର୍ଡ଼ ବା ଆୟୁଷ୍ମାନ ଭାରତ ଏହି ସବୁରେ ଏମାନଙ୍କ ପାଇଁ ଉନ୍ନତିକରଣ କାର୍ଯ୍ୟକାରୀ ହେବ। ଯଦି ଦେଖିବା ଆମେ ଯେ ଆଉ କ'ଣ ରହିବ ନା ଏଠି ଅଙ୍ଗନବାଡ଼ି ସେଣ୍ଟର ବା ଟ୍ରାଇବାଲ୍ ଏରିଆରେ ଅଙ୍ଗନବାଡ଼ି ସେଣ୍ଟରକୁ ଏଠି ଖୋଲାଯିବ ଏବଂ ମଲ୍ଟିପର୍ପଜ୍ ସେଣ୍ଟର ଆଉ କୃଷି ବିଜ୍ଞାନ କେନ୍ଦ୍ର ଏହିସବୁ ବା CS ସେଣ୍ଟର ହାଟ ବଜାର ଏହି ସବୁଥିର ଉନ୍ନତି କରାଯିବ। ତେଣୁ କେତେ ଟଙ୍କା ସରକାର ଖର୍ଚ୍ଚ କରିବେ ଯଦି ଦେଖିବେ ଆପଣ ଆପ୍ରୋକ୍ସିମେଟଲି ପ୍ରାୟ ଏଠି କେନ୍ଦ୍ର ସରକାର ଏଠି ପ୍ରାୟ 24,104 କୋଟି ଟଙ୍କା ଏଠି କେନ୍ଦ୍ର ସରକାର ଖର୍ଚ୍ଚ କରିବେ। ଏବଂ କେଉଁ କେଉଁ ସେକ୍ଟରରେ ଆମେ ଦେଖିବା ଯଦି ଆମେ ଦେଖିବା ଯେ କେନ୍ଦ୍ର ସରକାର କେଉଁ କେଉଁ ସେକ୍ଟର କରିବେ ପ୍ରଥମ ହେଉଛି ଯେ ପକ୍କା ହାଉସ୍ ବା ଏଠି ଯେଉଁ ଟ୍ରାଇବାଲ୍ ପିପଲମାନଙ୍କ ପାଇଁ ଏଠି ପକ୍କା ହାଉସ୍ ଯୋଗାଇବା ବା ସମସ୍ତଙ୍କ ପାଇଁ ପକ୍କା ଘର ଦେବା ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ 4.9 ଲାଖ ଏଥି ଖର୍ଚ୍ଚ କରିବେ। ଏବଂ ଦେଖିବେ ଯଦି ଏଠି ଆପଣ ଦେଖିବେ ପାଇପ୍ ୱାଟର ସପ୍ଲାଏ ବା ଟ୍ରାଇବାଲ୍ ପିପଲମାନଙ୍କ ପାଇଁ ଘରକୁ ୱାଟର ସପ୍ଲାଏ ତ ଏଠି ବର୍ତ୍ତମାନ କେନ୍ଦ୍ର ସରକାର ଖର୍ଚ୍ଚ କରିବେ। ଆଉ କ'ଣ ଦେଖନ୍ତୁ ନା ରୋଡ଼ କନେକ୍ସନ୍ ପ୍ରତ୍ୟେକ ଗାଁକୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଅନୁସାରେ ବା ରୋଡ଼ କନେକ୍ସନ୍ ଏଠି ପ୍ରାୟ 8,000 କିଲୋମିଟର ପାଇଁ କେନ୍ଦ୍ର ସରକାର ବୟବର୍ଦ୍ଧା କରିବେ ଏତିକି ଟଙ୍କା ଖର୍ଚ୍ଚ କରିବେ। ତାପରେ ଦେଖିବେ ଅଛି ଯେ ମୋବାଇଲ ମେଡ଼ିକାଲ ୟୁନିଟ୍ ଅଫ୍ ମେଡ଼ିକାଲ କଷ୍ଟ ବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏଠି କେନ୍ଦ୍ର ସରକାର ଏବଂ କନଷ୍ଟ୍ରକ୍ସନ୍ ଅଫ୍ ହଷ୍ଟେଲ୍ସ ବା ଟ୍ରାଇବାଲ୍ ପିପଲମାନଙ୍କର ପିଲାମାନଙ୍କ ପାଇଁ ଏଠି ହଷ୍ଟେଲରେ ମଧ୍ୟ ବା ଏହା ଡିପାର୍ଟମେଣ୍ଟ ଅଫ୍ ଏଜୁକେସନ୍ ଏ ଅନୁସାରେ ମଧ୍ୟ କେନ୍ଦ୍ର ସରକାର 500ଟି ଟ୍ରାଇବାଲ୍ ହଷ୍ଟେଲ ତିଆରି କରିବେ ଏବଂ ଅନେକ ରହିଛି ଲାଭ ଏଠି। ଯଦି ଆପଣ ଦେଖିବେ ଯେ ଟ୍ରାଇବାଲ୍ ପିପଲ ପାଇଁ ଅଙ୍ଗନବାଡ଼ି ସେଣ୍ଟର ଏଠି କିଛି ନୂଆ ଅଙ୍ଗନବାଡ଼ି ସେଣ୍ଟର ହେବ କେତେ 2500 ଅଙ୍ଗନବାଡ଼ି ସେଣ୍ଟର ବର୍ତ୍ତମାନ ପୁଣି ନୂଆ ଖୋଲାଯିବ। ତାପରେ ଦେଖିବେ ଯଦି ଏଠି ନା ମଲ୍ଟିପର୍ପଜ୍ ସେଣ୍ଟର ଏଠି ଖୋଲାଯିବ ଏବଂ ମୋବାଇଲ ଟାୱାର କେତୋଟି ବା ଅଲ୍ ଭିଲେଜରେ ଦେଖିବେ ଯେ ମୋବାଇଲ ଟାୱାର ଏଠି ବର୍ତ୍ତମାନ ବସାଯିବ ନୂଆ ମୋବାଇଲ ଟାୱାର। ତେଣୁ ଆପଣମାନେ ଏହା ହେଉଛି ଜନମନ ଯୋଜନାର ଅଧିକ ଲାଭ ଏବଂ ଆପଣମାନେ ଦେଖନ୍ତୁ ଆଉ କ'ଣ କରିବେ ନା ଅନେକ ଏଠି ସୁବିଧା ରହିଛି। ତେଣୁ ଆପଣମାନେ ଏ ଜନମନ ଯୋଜନା ଏହି ଲାଭ ବର୍ତ୍ତମାନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।